ईश्वर जितेबाला प्रभुंकर कार्य करने आमको सुजोग देउछंती आमे कौन ताहार सद्व्यवहार करुछु कि ईश्वरंकर इच्छानुसार आममानकर वर्तमान जीवन को जापन करुछु कि गति प्रदीप सेही निराशारे आशा देई ए घोर दुर्दिन काले बंधुर पथ धारे दिए से जे शांति शिखा दिए से जे दर्शक बंधु नमस्कार। प्रभु जीशु ख्रीष्टंकर पवित्र नाम रे आपण को पथ प्रदर्शिका कार्यक्रम को स्वागत करुछि। मु आशा करे ईश्वरंकर दया एवं अनुग्रह आपण को ऊपर अछि एवं आपण एवं आपणकर परिवार कुशल रे अछंती। नियमित आपण आमानकर ए कार्यक्रम को देखुछंती, ईश्वरंकर वाक्य द्वारा शिक्षित हेउछंती, आत्मिक भाव रे वृद्धि पाउछंती। सेथि पय हम माने प्रभु को धन्यवाद देउछु। आपणकर सुचिंतित मतामत आमान को सहाय्य करे। सेथिपाई टीवी स्क्रीन रे जो नंबरटा आपण देखुछंती सेही नंबर रे आज ही आम संगे जोगाजोग करंतु। आपणकर मतामत आमान को जणांतु। किछि प्रार्थनार अनुरोध अछि ताहा मध्ये कहिबा पाई भूलिबे नाही एवं विशेष करी कि एई कार्यक्रम विषय रे अन्य मान को मध्ये सूचना दियंतु। आमे आपणक फोन कॉल रो अपेक्षा रे अछु। आजिर अध्ययन रे आमाने जेहुंक राजत्व संपर्क रे आलोचना करिबा। से प्रथमे आहाबंक परिवारर तत्वावधारकंक निकटकू एक पत्र प्रेरण कले। यह सेमानक निमंते उत्साहजनक पत्र नथिला, कारण आहाबंकर 70 पुत्र थिले। सेमानक निमंते यह आह्वानमूलक थिला जे सेमाने सही 70 जनकू बध करिवे और सेमानकर मस्तक राजांक निकटकू प्रेरण करिवे। ईश्वरंकर वाक्य प्रमाणे जेहू आहाबंक परिवारर समस्तंकू विनष्ट कले और जेहू केवल सेतिकी कले नाही, से आहाबंक बाल देवतार पूजक मानक मध्य बध कले और बाल मंदिर विनष्ट कले। जो माने आहाबंक सहित संपर्क रखिथिले सेमानक मध्य से बध कले। जेहू ईश्वरंकर लोक एलियंकर कथा अनुसार समस्त कार्य करुछंती बोली मने करुथिले। आमे जेतेबेले द्वितीय राजावली 11 अध्याय को आसु, सेठारे अहस्यंकर माता अथलियांको देखु। तांको पुत्र अहस्यंक मृत्युरे से दुख प्रकाश करुनाहंती, बरं समस्त राजपरिवार लोकमान को से बद्ध कले। आमे आजिर अध्ययन रे ए समस्त विषय रे विस्तृत भाव रे आलोचना करिबा, किंतु ता पूर्वरु गोटे भक्तिमूलक गीत सुनिबा। तुम्हारी
ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ ରାଜାବଳୀ ପୁସ୍ତକର 10 ଓ 11 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବରେ ମଧ୍ୟ ଆମେ ଆହାବଙ୍କ ପରିବାର ଉପରେ ଈଶ୍ୱରଙ୍କର ବିଚାର ବର୍ତ୍ତିବାର ଲକ୍ଷ୍ୟ କରିବାକୁ ପାରିବା, ଯାହାକି ସେହି ଜେହୁଙ୍କ ଦ୍ୱାରା ଈଶ୍ୱର ଆହାବଙ୍କ ପରିବାର ପ୍ରତି ଘଟାଇଲେ। ଗତ ପାଠରେ ଆମେ ଦେଖିଥିଲୁ, ଜେହୁ କେବଳ ଆହାବଙ୍କର ପୁତ୍ର ଜୋରାମଙ୍କୁ ବଧ କରିନଥିଲେ, ଏଥିସହିତ ସେ ଇସ୍ରାଏଲର ରାଜା ଅହସ୍ୟଙ୍କୁ ମଧ୍ୟ ବଧ କଲେ ଓ ଆହାବଙ୍କର ରାଣୀ ଇସେବଲକୁ ମଧ୍ୟ ବଧ କଲେ। ସଦାପ୍ରଭୁଙ୍କ ବାକ୍ୟ ଅନୁଯାୟୀ ଇସେବଲ ମଲେ ଓ ତାହାଙ୍କର ଶବକୁ କୁକୁରମାନେ ଚାଟି ଖାଇଲେ। ଏପରିକି ସମାଧି କ୍ରିୟା ନିମନ୍ତେ ମଧ୍ୟ ତାହାଙ୍କର ମର ଶରୀରରୁ କିଛି ରହିଲା ନାହିଁ। କିନ୍ତୁ ଏତିକିରେ ମଧ୍ୟ ଆହାବଙ୍କର ପରିବାର ପ୍ରତି ଈଶ୍ୱରଙ୍କର କ୍ରୋଧରୂପ ବିଚାର ସମାପ୍ତ ହେଲା ନାହିଁ। ତାଙ୍କର ବାକ୍ୟ ପ୍ରମାଣେ ତାହାଙ୍କର ବଂଶ ମଧ୍ୟରୁ କୌଣସି ପୁଂ ସନ୍ତାନ ଯେପରି ଅବଶିଷ୍ଟ ନ ରୁହନ୍ତି, ଏଥିନିମନ୍ତେ ସେ ଜେହୁଙ୍କ ଦ୍ୱାରା ସେମାନଙ୍କୁ ବିନାଶ କଲେ, ଯାହାକି ଆମେ ଏହି 10 ପର୍ବରେ ମଧ୍ୟ ତାହା ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ, ଦ୍ୱିତୀୟ ରାଜାବଳୀ 10 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ସମରିୟାରେ ଆହାବଙ୍କର 70 ପୁତ୍ର ଥିଲେ। ଏଣୁ ଜେହୁ ସମରିୟାରେ ଜିସ୍ରିଏଲର ଅଧ୍ୟକ୍ଷଗଣ, ପ୍ରାଚୀନମାନଙ୍କୁ ଓ ଆହାବଙ୍କର ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ, ଯଥା, ତୁମାନଙ୍କ ପ୍ରଭୁର ପୁତ୍ରଗଣ ତୁମାନଙ୍କ ନିକଟରେ ଅଛନ୍ତି। ପୁଣି ରଥ ଓ ଅଶ୍ୱଗଣ ମଧ୍ୟ ଏକ ପ୍ରାଚୀର ବେଷ୍ଟିତ ନଗର ଓ ଅସ୍ତ୍ରଶସ୍ତ୍ର ତୁମମାନଙ୍କର ହସ୍ତଗତ ଅଛି। ଏଠୁ ତୁମେମାନଙ୍କ ନିକଟରେ ଏହି ପତ୍ର ଉପସ୍ଥିତ ହେବା ମାତ୍ର ତୁମେମାନେ ଆପଣା ପ୍ରଭୁର ପୁତ୍ରଗଣ ମଧ୍ୟରୁ ସର୍ବାପେକ୍ଷା ଉତ୍ତମ ଓ ଉପଯୁକ୍ତ ଜଣକୁ ବାଛ ଓ ତାହାକୁ ତାହାର ପିତାର ସିଂହାସନରେ ବସାଅ ଓ ତୁମେମାନେ ଆପଣା ପ୍ରଭୁର ବଂଶ ପକ୍ଷରେ ଯୁଦ୍ଧ କର। ଏଠାରେ ଜେହୁ ଆହାବଙ୍କର ପୁତ୍ରମାନଙ୍କୁ ଇସ୍ରାଏଲର ରାଜସିଂହାସନ ଅଧିକାରୀ ହେବା ନିମନ୍ତେ ସେମାନଙ୍କ ନିଜ ନିଜ ମଧ୍ୟରେ ଯୁଦ୍ଧ କରିବା ପାଇଁ ସୁଯୋଗ ଦେଉଛନ୍ତି। କିନ୍ତୁ ସେହି 70 ପୁତ୍ରଙ୍କ ମଧ୍ୟରେ କେହି ହେଲେ ଜେହୁଙ୍କ ସହିତ ମୁକାବିଲା କରିବା ପାଇଁ ଛିଡ଼ା ହେବାକୁ ସାହସ କରିନଥିଲେ, କାରଣ ସେମାନେ ଜେହୁଙ୍କ ବିଷୟରେ ଜାଣିଥିଲେ। କିନ୍ତୁ 10 ପର୍ବର 4 ପଦରୁ 10 ପଦ ମଧ୍ୟରେ ଆମେ ଦେଖୁ ଯେ ଆହାବଙ୍କ ପୁତ୍ରମାନଙ୍କର ଏହିପରି କାପୁରୁଷ ପଣକୁ ଦେଖି ଇସ୍ରାଏଲର ପ୍ରାଚୀନମାନେ ସେମାନଙ୍କର ନିଜର ଜୀବନକୁ ରକ୍ଷା କରିବା ଲାଗି ଜେହୁଙ୍କ ନିକଟରେ ଆତ୍ମସମର୍ପଣ କଲେ ଓ ଜେହୁ ମଧ୍ୟ ଏହି ସୁଯୋଗର ଫାଇଦା ହାସଲ କରିବାକୁ ଯାଇ ସେହି ପ୍ରାଚୀନମାନଙ୍କ ଦ୍ୱାରା ଆହାବଙ୍କର 70 ପୁତ୍ରଙ୍କର ମସ୍ତକ ଛେଦନ କରାଇ ଆହାବଙ୍କର ବଂଶକୁ ନିପାତ କଲେ। ସଦାପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଏହିସବୁ ଘଟିଲା ଯେପରି ଇସ୍ରାଏଲ ଉପରେ ରାଜତ୍ୱ କରିବା ପାଇଁ ଆହାବଙ୍କ ବଂଶ ମଧ୍ୟରୁ ଅବଶିଷ୍ଟ କେହି ଜୀବିତ ନ ରୁହନ୍ତି। ଏହାପରେ 10 ପର୍ବର 11 ପଦରେ ଆମେ ଦେଖୁ ଯେ ଜେହୁ କେବଳ ଆହାବଙ୍କର 70 ପୁତ୍ରଙ୍କୁ ବଧ କରାଇଲେ ନାହିଁ, ମାତ୍ର ଏଥିସହିତ ସେ ଆହାବଙ୍କ ବଂଶର ଅବଶିଷ୍ଟ ସମସ୍ତଙ୍କୁ ଓ ତାହାଙ୍କ ପ୍ରଧାନ ଲୋକ ସମସ୍ତଙ୍କୁ ଓ ତାହାଙ୍କ ଆତ୍ମୀୟ ବନ୍ଧୁମାନଙ୍କୁ ଓ ତାହାଙ୍କର ଯାଜକମାନଙ୍କୁ ମଧ୍ୟ ବଧ କଲେ। ଏହା ଯଦିଓ ଅତି ଜଘନ୍ୟ କାର୍ଯ୍ୟ ଥିଲା, ମାତ୍ର ସଦାପ୍ରଭୁଙ୍କ ଆଡ଼ୁ ଏହି ସମସ୍ତ ବିଷୟ ଘଟିଥିଲା, ଯେପରି ଆହାବଙ୍କ ବଂଶ ମଧ୍ୟରେ କୌଣସି ପୁରୁଷ ଇସ୍ରାଏଲ ରାଜସିଂହାସନର ଅଧିକାରୀ ନ ହୁଅନ୍ତି। ତେବେ ଜେହୁ କେବଳ ସେତିକିରେ ସନ୍ତୁଷ୍ଟ ହୋଇ ରହିଗଲେ ନାହିଁ, ମାତ୍ର ସେ ଜିହୁଦାର 42 ଜଣ ରାଜକୁମାରଙ୍କୁ ମଧ୍ୟ ବଧ କଲେ। ଦେଖନ୍ତୁ, ଘଟଣାଟି ଏହିପରି ଘଟିଲା ଯାହାକି 10 ପର୍ବର 12 ପଦରୁ 14 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ଆହାବଙ୍କ ବଂଶର ସମସ୍ତଙ୍କୁ ବଧ କରିବା ପରେ ଜେହୁ ସେହି ସିଂହାସନର ଅଧିକାରୀ ହେବା ନିମନ୍ତେ ସମରିୟାକୁ ଗଲେ, କିନ୍ତୁ ପଥ ମଧ୍ୟରେ ସେ 42 ଜଣ ରାଜକୁମାରଙ୍କୁ ଭେଟିଲେ, ଯେଉଁମାନେ କି ଜିହୁଦାର ରାଜା ଅହସ୍ୟଙ୍କର ଭାଇମାନେ ଥିଲେ। ମାତ୍ର ସେମାନେ ଆହାବଙ୍କ ଲୋକମାନଙ୍କର ସପକ୍ଷ ଥିବାରୁ ସେ ସେମାନଙ୍କୁ ଜୀଅନ୍ତା ଧରି ବଧ କଲେ। କିନ୍ତୁ ଏଠାରେ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବେ ଯେ ସେମାନଙ୍କ ମଧ୍ୟରୁ ଜଣେ ରକ୍ଷା ପାଇଯାଇଥିଲା, ଆଉ ସେହି ଜଣକ ସାଉଲଙ୍କ ବଂଶଧର ଥିଲା। 10 ପର୍ବର 15 ପଦରେ ଆମେ ଦେଖୁ ଯେ ଜେହୁ ସେହି ସମରିୟା ଗସ୍ତରେ ଥିବା ସମୟରେ ପଥ ମଧ୍ୟରେ ଜିହୋନାଦବକୁ ଭେଟିଲେ। ସେହି ଜିହୋନାଦବ ରେଖବର ପୁତ୍ର ଥିଲା ଓ ସେ ଅତି ପ୍ରଭାବଶାଳୀ ଥିଲା। ତେଣୁ ଜେହୁ ତାହାକୁ ପ୍ରଶ୍ନ କରୁଛନ୍ତି, ତୁମ୍ଭେ ମୋହର ବନ୍ଧୁ ନା ଶତ୍ରୁ? ତେବେ ସେ ଜିହୋନାଦବଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇ ତାହାଙ୍କୁ ବଧ ନ କରି ତାହାଙ୍କ ରଥ ଉପରେ ବସାଇଲେ, କାରଣ ଜିହୋନାଦବ ଜେହୁଙ୍କର ସପକ୍ଷ ହେବେ ବୋଲି ଉତ୍ତର ଦେଇଥିଲେ ଓ ତାହାଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ ଓ ଜେହୁଙ୍କର କାର୍ଯ୍ୟକୁ ସମର୍ଥନ କରିଥିଲେ। ଏହାପରେ 16-17 ପଦରେ ଆମେ ଦେଖୁ ଯେ ଜେହୁ ସେହି ସମରିୟାରେ ଉପସ୍ଥିତ ହୋଇ ସମରିୟାରେ ଥିବା ଆହାବଙ୍କର ଅବଶିଷ୍ଟ ସମସ୍ତଙ୍କୁ ବଧ କଲେ, କାରଣ ସଦାପ୍ରଭୁ ଏଲିୟ ଭବିଷ୍ୟତ ବକ୍ତାଙ୍କ ମୁଖ ଦେଇ ଆହାବଙ୍କ ବଂଶ ବିରୁଦ୍ଧରେ ଯେଉଁ ବାକ୍ୟ ପ୍ରେରଣ କରିଥିଲେ ତାହା ଏହିପରି ଭାବେ ସଫଳ ହେବାକୁ ଥିଲା। ଜେହୁ ଦ୍ୱାରା ସଦାପ୍ରଭୁ ଆହାବଙ୍କର ବଂଶଧରକୁ ସମୂଳେ ନିପାତ କଲେ। ଏହା ଥିଲା ଈଶ୍ୱରଙ୍କ ବିଚାର, କାରଣ ମନୁଷ୍ୟ ନିଜର କର୍ମଫଳ ନିଜେ ହିଁ ଭୋଗ କରେ ଓ ତାର ସନ୍ତାନ ସନ୍ତତିମାନେ ମଧ୍ୟ ତାହା ଭୋଗ କରନ୍ତି। ପବିତ୍ର ବାଇବଲ କହେ, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ ସେ କାଟିବ। ଏହାପରେ 10 ପର୍ବର 18-19 ପଦରେ ଆମେ ଦେଖୁ ଯେ ଜେହୁଙ୍କର ସେହି ନୃଶଂସତାର କାର୍ଯ୍ୟ ସେତିକିରେ ସମାପ୍ତ ହେଲା ନାହିଁ। ସେ ଏହାପରେ ବାଲର ଭବିଷ୍ୟତ ବକ୍ତାମାନଙ୍କୁ ବଧ କରିବା ନିମନ୍ତେ ଏକ ଚକ୍ରାନ୍ତ କରି
ବାଲ ଦେବତାର ପୂଜା କରିବା ନିମନ୍ତେ ଓ ତାହା ନିକଟରେ ଏକ ମହାନ ବଳିଦାନ ଉତ୍ସର୍ଗ କରିବା ନିମନ୍ତେ ଏକ ମିଥ୍ୟା ପ୍ରତାରଣା କରି ବାଲର ସମସ୍ତ ଭବିଷ୍ୟତ ବକ୍ତାମାନଙ୍କୁ ଏକାଠି କରାଇଲେ। କିନ୍ତୁ ବାଲ ଦେବତାର ଉପାସନା କରିବା ନିମନ୍ତେ ତାଙ୍କର କୌଣସି ମସୁଧା ନଥିଲା। ଯେତେବେଳେ ବାଲର ସମସ୍ତ ଭବିଷ୍ୟତ ବକ୍ତା ଏକତ୍ରିତ ହେଲେ ସେତେବେଳେ ସେ ସେମାନଙ୍କୁ ବଧ କଲେ। ବାଲ ଦେବତା ଉଦ୍ଦେଶ୍ୟରେ ତାହାଙ୍କର ହୋମବଳି ଏକ କୂଟ ଚକ୍ରାନ୍ତ ଥିଲା ଓ ବାଲର ଭବିଷ୍ୟତ ବକ୍ତାମାନେ ମଧ୍ୟ ତହିଁର ଶିକାର ହେଲେ। ଏହାପରେ 10 ପର୍ବର 20-28 ପଦ ମଧ୍ୟରେ ଆମେ ଦେଖୁ ଯେ ପ୍ରକୃତିରେ ଜେହୁଙ୍କର ଅତି ନୃଶଂସ କାର୍ଯ୍ୟ ଥିଲା, କିନ୍ତୁ ଏହା ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ୟ ନଥିଲା। ଏହା ସଦାପ୍ରଭୁଙ୍କ ମହତ ଉଦ୍ଦେଶ୍ୟକୁ ସଫଳ କରିଥିଲା। ଜେହୁ ବାଲର ଭବିଷ୍ୟତ ବକ୍ତାମାନଙ୍କୁ ନୃଶଂସ ଭାବେ ହତ୍ୟା କଲେ। ସେ ବାଲର ସ୍ତମ୍ଭ ଭାଙ୍ଗି ପକାଇଲେ ଓ ମନ୍ଦିର ମଧ୍ୟ ଭାଙ୍ଗି ପକାଇଲେ। ସେ ସେମାନଙ୍କୁ ସମୂଳେ ଉଚ୍ଛିନ୍ନ କଲେ। ଈଶ୍ୱର ମଧ୍ୟ ତାହା ଚାହୁଁଥିଲେ। ତେବେ ଜେହୁ ଯଦିଓ ଜଣେ ଉତ୍ତମ ରାଜା ନଥିଲେ, ମାତ୍ର ସେ କେତେକ ପରିମାଣରେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରି ତାହାଙ୍କର ଉଦ୍ଦେଶ୍ୟକୁ ସଫଳ କରିଥିବାରୁ ତାଙ୍କର ସନ୍ତାନମାନେ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ। କିନ୍ତୁ ତାହାଙ୍କ ଜୀବନରେ ମଧ୍ୟ ତ୍ରୁଟି ଦେଖାଯାଇଥିଲା, କାରଣ ସେ ନବାଟର ପୁତ୍ର ଜାରବିଆମଙ୍କର ପଦାଙ୍କ ଅନୁସରଣ କରିଥିଲେ। 10 ପର୍ବର 29 ପଦରେ ଆମେ ଦେଖୁ ଯେ ଜେହୁ ଯଦିଓ ବାଲର ଭବିଷ୍ୟତ ବକ୍ତାମାନଙ୍କୁ ଉଚ୍ଛିନ୍ନ କରିଥିଲେ, ମାତ୍ର ସେ ଈଶ୍ୱରଙ୍କ ଭବିଷ୍ୟତ ବକ୍ତାମାନଙ୍କ ପ୍ରତି ଫେରି ନଥିଲେ। ଜାରବିଆମ ଯେଉଁ ଗୋବତ୍ସ ପ୍ରତିମା ସ୍ଥାପନ କରିଥିଲେ, ସେହି ଗୋବତ୍ସକୁ ପୂଜା କଲେ। ସେ ଯଦିଓ ବାଲ ଦେବତା ବା ସିଦୋନୀୟମାନଙ୍କର ଦେବତାକୁ ପୂଜା କରିନଥିଲେ, ମାତ୍ର ସେ ସେହି ମିଶରୀୟମାନଙ୍କର ଗୋବତ୍ସକୁ ପୂଜା କଲେ। ସେ ଜାରବିଆମଙ୍କର ପଦାଙ୍କ ଅନୁସରଣ କଲେ। ଜାରବିଆମ ଯହିଁରେ ପାପ କଲେ, ସେ ମଧ୍ୟ ସେହି ପାପର ଭାଗୀ ହେଲେ। ସେ ଜାରବିଆମଙ୍କ ପରି ଗୋବତ୍ସ ପ୍ରତିମାକୁ ପୂଜା କରିବାକୁ ଲାଗିଲେ, ଯାହାକି ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ ଥିଲା। କିନ୍ତୁ ଜେହୁ ଯଦିଓ ଇସ୍ରାଏଲର ପରମେଶ୍ୱରଙ୍କ ନିକଟକୁ ଫେରି ନଥିଲେ, ମାତ୍ର ସେ ଇସ୍ରାଏଲର ପରମେଶ୍ୱରଙ୍କର ସପକ୍ଷ ହୋଇ ସେହି ବାଲ ଦେବତାର ଉପାସକମାନଙ୍କୁ ଓ ତହିଁର ଉପାସନାକୁ ଉଚ୍ଛିନ୍ନ କରିଥିବାରୁ ଓ ଆହାବ ବଂଶକୁ ସମୂଳେ ନିପାତ କରିଥିବାରୁ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କରିଥିଲେ ଓ ଈଶ୍ୱର ତହିଁର ପ୍ରତିଦାନରେ ତାହାଙ୍କୁ ଜାଗତିକ ପୁରସ୍କାରରେ ପୁରସ୍କୃତ କରିଥିଲେ। ତାହା ହେଉଛି ଯେ ସେ ତାହାଙ୍କ ବଂଶର ରାଜତ୍ୱ କାଳ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହାପରେ 10 ପର୍ବର 30 ପଦରେ ଆମେ ଦେଖୁ ଯେ ଲେଖା ଅଛି, ଏଉତାରେ ସଦାପ୍ରଭୁ ଜେହୁଙ୍କୁ କହିଲେ, ଆମ୍ଭ ଦୃଷ୍ଟିରେ ଯାହା ଯଥାର୍ଥ ତାହା ସାଧନ କରି ତୁମ୍ଭେ ଭଲ କରିଅଛ ଓ ଆମ୍ଭ ମନରେ ଯାହା ଯାହା ଥିଲା ତଦନୁସାରେ ତୁମ୍ଭେ ଆହବ ବଂଶ ପ୍ରତି କରିଅଛ। ଏହେତୁ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ। ଏହା ଥିଲା ଜେହୁଙ୍କ ପ୍ରତି ସଦାପ୍ରଭୁଙ୍କର ଜାଗତିକ ପୁରସ୍କାର। ଯେହେତୁ ସେ ଇସ୍ରାଏଲର ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କରିବାରୁ ସେ ତାହାଙ୍କୁ ଜାଗତିକ ପୁରସ୍କାରରେ ପୁରସ୍କୃତ କଲେ। ମାତ୍ର ପ୍ରକୃତରେ ଜେହୁ ଈଶ୍ୱରଙ୍କ ପ୍ରତି ଫେରି ନଥିଲେ କି ତାହାଙ୍କର ଉପାସନା କରିନଥିଲେ। ଏହାପରେ 10 ପର୍ବର 31 ପଦରେ ଆମେ ଦେଖୁ ଯେ ଯାହା ଜଣାଯାଏ, ଜେହୁ ମୂର୍ତ୍ତି ପୂଜାରେ ଆସକ୍ତ ଥିଲେ। ଜାରବିଆମ ଯେଉଁପରି ଭାବେ ପ୍ରତିମା ପୂଜା କରି ପାପରେ ପତିତ ହେଲେ, ଜେହୁ ମଧ୍ୟ ତଦ୍ରୂପ କଲେ। ଈଶ୍ୱରଙ୍କର ଯାହା ଘୃଣାର ବିଷୟ ଥିଲା, ଜେହୁ ତାହା ହିଁ କଲେ। ସେ ଯଦିଓ ବାଲର ଉପାସନା କଲେ ନାହିଁ, ମାତ୍ର ଗୋବତ୍ସକୁ ପୂଜା କଲେ, ଯଦ୍ୱାରା ଈଶ୍ୱରଙ୍କର କ୍ରୋଧ ମଧ୍ୟ ଇସ୍ରାଏଲ ପ୍ରତି ବର୍ତ୍ତିଲା। ଏହାପରେ 10 ପର୍ବର 32 ପଦରେ ଆମେ ଦେଖୁ ଯେ ଲେଖା ଅଛି, ସେ ସମୟରେ ସଦାପ୍ରଭୁ ଇସ୍ରାଏଲକୁ ଉଣା କରିବାକୁ ଲାଗିଲେ। ପୁଣି ହସାଏଲ ଇସ୍ରାଏଲର ସମସ୍ତ ସୀମାରେ ସେମାନଙ୍କୁ ଆଘାତ କଲା। ଦେଖନ୍ତୁ, ଏଠାରେ କ'ଣ ଘଟିବା ପାଇଁ ଯାଉଅଛି। ସେହି ଉତ୍ତର ରାଜ୍ୟ ଅର୍ଥାତ୍ ଇସ୍ରାଏଲ ରାଜ୍ୟ ବନ୍ଦିତ୍ୱାବସ୍ଥା ଭୋଗ କରିବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ଏହି ସମୟଠାରୁ ସେମାନେ ପତନର ସମ୍ମୁଖୀନ ହେବା ପାଇଁ ଯାଉଅଛନ୍ତି, ଯାହାର ଅନ୍ତିମ ପରିଣତି ଘୋର ଦୁଃଖଦାୟକ। ସେମାନେ ଶତ୍ରୁ ହସ୍ତରେ ବନ୍ଦୀ ହୋଇ ନିର୍ବାସିତ ହେବେ। ଏହି ପ୍ରକାର ସେମାନେ ଶତ୍ରୁ ସମ୍ମୁଖରେ ହାସ୍ୟାସ୍ପଦ ହେବାକୁ ଯାଉଅଛନ୍ତି। ସେମାନେ ଅରାମୀୟମାନଙ୍କ ଦ୍ୱାରା ନିର୍ବାସିତ ହେବାକୁ ଯାଉଅଛନ୍ତି। ଏହାପରେ 10 ପର୍ବର 33-36 ପଦ ମଧ୍ୟରେ ଆମେ ଦେଖୁ ଯେ ଜେହୁଙ୍କର ମୃତ୍ୟୁ ବିଷୟରେ ଲେଖା ଅଛି। ଆଉ ଏହି ପର୍ବଟି ଜେହୁଙ୍କର ମୃତ୍ୟୁରେ ହିଁ ସମାପ୍ତ ହୋଇଅଛି, ଯେ କି 28 ବର୍ଷ ଧରି ଇସ୍ରାଏଲର ରାଜା ହୋଇଥିଲେ ଓ ରାଜତ୍ୱ କରିଥିଲେ। କିନ୍ତୁ ଏଠାରେ ଆମେ ଏକ ଆଶ୍ଚର୍ଯ୍ୟର ବିଷୟ ଦେଖୁଅଛୁ ଯେ ଜେହୁ ଇସ୍ରାଏଲର ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କରିଥିବାରୁ ଈଶ୍ୱର ମଧ୍ୟ ତାହାଙ୍କର ବଂଶକୁ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ରାଜତ୍ୱ କରିବା ନିମନ୍ତେ ସୁଯୋଗ ଦେଇଥିଲେ। ହଁ, ସେ ଯଦିଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ସେମାନଙ୍କ ପୈତୃକ ଅପରାଧର ପ୍ରତିଫଳଦାତା, ସେ ମଧ୍ୟ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ସେମାନଙ୍କ ପୈତୃକ ଆଜ୍ଞାବହତାର ଆଶୀର୍ବାଦକାରୀ ଈଶ୍ୱର। ସେ ଅଭିଶାପ ଦେଇପାରନ୍ତି ଓ ଆଶୀର୍ବାଦ ମଧ୍ୟ କରିପାରନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ନ୍ୟାୟବାନ ଓ ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର। ସେ ପ୍ରତ୍ୟେକ ଲୋକକୁ ତାହାର କର୍ମାନୁଯାୟୀ ପ୍ରତିଫଳ ଦିଅନ୍ତି। କେବଳ ତାହାକୁ ନୁହେଁ, ମାତ୍ର ତାହାର ସନ୍ତାନମାନଙ୍କୁ ମଧ୍ୟ।
କିନ୍ତୁ ଆମେ କ'ଣ ଏଥି ନିମନ୍ତେ ସତର୍କ ଅଛୁ କି? ତେଣୁ ପିତାମାତା ହିସାବରେ ଆମେ ଯଦି ଏଥିପ୍ରତି ସତର୍କ ହେଉ ଓ ଈଶ୍ୱରଙ୍କ ବାକ୍ୟ ପରିମାର୍ଜିତ ଜୀବନଯାପନ କରୁ, ତାହେଲେ ଆମେ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହେବା ସଙ୍ଗେ ସଙ୍ଗେ ନିଜର ସନ୍ତାନମାନଙ୍କ ପ୍ରତି ମଧ୍ୟ ଈଶ୍ୱରଙ୍କର ଆଶୀର୍ବାଦର କାରଣ ହେବା। ପ୍ରଭୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମେ ପ୍ରଭୁ ଯୀଶୁଙ୍କର ବାଧ୍ୟ ସନ୍ତାନ ହୋଇ ଓ ତାହାଙ୍କୁ ନିଜ ହୃଦୟରେ ସ୍ଥାନ ଦେଇ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା ସାଧନ କରିବା ନିମନ୍ତେ ଚେଷ୍ଟା କରୁ। ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ ଯଦିଓ ଜେହୁ ଆହାବ ବଂଶକୁ ସମୂଳେ ଉଚ୍ଛିନ୍ନ କରିଥିଲେ, ତଥାପି ଆହାବ ରାଜାଙ୍କର ଏକ କନ୍ୟା ଦକ୍ଷିଣ ରାଜ୍ୟ ଜିହୁଦାର ଏକ ରାଜାଙ୍କୁ ବିବାହ କରିଥିଲେ ଓ ତାହାର ନାମ ଥିଲା ଅଥଲିଆ। ଓ ସେ ଏକ ଭୟଙ୍କର କାର୍ଯ୍ୟ କରିଥିଲା, ଯାହାକି ବିଶ୍ୱାସ କରିହେବ ନାହିଁ। ସେ ନିଜର ପିତାମାତା ଆହାବ ଓ ଇସେବଲର ଜୀବନକୁ ଅନୁକରଣ କରି ଅତି ନୀଚ ଧରଣର ଜୀବନଯାପନ କରୁଥିଲା। ଦେଖନ୍ତୁ 11 ପର୍ବର ପ୍ରଥମ ପଦରେ ଲେଖା ଅଛି, ଏଥିମଧ୍ୟରେ ଅହସ୍ୟଙ୍କର ମାତା ଅଥଲିଆ ଆପଣା ପୁତ୍ରକୁ ମୃତ ଦେଖନ୍ତେ ସେ ଉଠି ସମସ୍ତ ରାଜବଂଶ ବିନାଶ କଲା। ଏଠାରେ ଆମେ ଦେଖୁଛୁ ଯେ ଅହସ୍ୟ ଯେପର୍ଯ୍ୟନ୍ତ ବଞ୍ଚି ରହିଥିଲେ ସେ ପର୍ଯ୍ୟନ୍ତ ଅଥଲିଆ ରାଣୀ ପରି ରହି କାର୍ଯ୍ୟ କରୁଥିଲେ। କହିବାକୁ ଗଲେ ପ୍ରକୃତରେ ସେ ରାଜତ୍ୱ କରୁଥିଲେ, ଯେହେତୁ ସେ ନିଜର ପୁତ୍ର ଅହସ୍ୟକୁ ନିଜ ଅଧୀନରେ ରଖି ପରିଚାଳିତ କରାଉଥିଲେ। ସେ ପୂରାପୂରି ଇସେବଲ ପରି ମନୋଭାବ ଧାରଣ କରିଥିଲେ। କିନ୍ତୁ ବର୍ତ୍ତମାନ ଅହସ୍ୟର ମୃତ୍ୟୁ ହେବା ପରେ ତାହାର ପୁତ୍ର ଯେ ସିଂହାସନର ଅଧିକାରୀ ହେବ ତାହା ସେ ଚାହୁଁନଥିଲେ, କାରଣ ସେ ଯେ ସେହି ନାତିପୁତ୍ରକୁ ନିଜର ଅଧୀନରେ ରଖିପାରିବେ ନାହିଁ ଓ ତାହାଙ୍କର ସ୍ଥିତି ସ୍ଥିର ହୋଇ ରହିବ ନାହିଁ, ଏହି ଭୟ ମଧ୍ୟ ତାହାଙ୍କର ଥିଲା। ତେଣୁ ଏହି ଭୟରେ ସେ କ'ଣ କଲେ ଜାଣନ୍ତି? ସେ ଦାଉଦଙ୍କ ବଂଶକୁ ବଧ କଲେ, ଯେପରି ତାହାଙ୍କ ନିମନ୍ତେ କୌଣସି ବାଧାର କାରଣ ନ ଉପୁଜେ। ମାତ୍ର ଏହା ଅତି ନୃଶଂସତାର କାର୍ଯ୍ୟ ଥିଲା। ଏହା ଥିଲା ଶୟତାନର ଚକ୍ରାନ୍ତ, ଯେପରି ଦାଉଦଙ୍କ ବଂଶରୁ ସେହି ଉଦ୍ଧାରକର୍ତ୍ତାଙ୍କର ଆଗମନ ନ ହୁଏ, ଅର୍ଥାତ୍ ସେହି ଦାଉଦ ବଂଶରେ ଯେପରି ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ ନ କରନ୍ତି। ଆପଣ ଦେଖନ୍ତୁ, ଆରମ୍ଭରୁ ଶୟତାନ ଜିହୁଦୀମାନଙ୍କୁ ବିନାଶ କରିବା ନିମନ୍ତେ ଚେଷ୍ଟା ଚଳାଇଥିଲା। ମାତ୍ର ଈଶ୍ୱର ମୋଶାଙ୍କ ଦ୍ୱାରା ସେହି ମିଶ୍ର ଦେଶରେ ଜିହୁଦୀମାନଙ୍କୁ ସୁରକ୍ଷା ପ୍ରଦାନ କଲେ। ଫଳରେ ମିଶ୍ରୀୟମାନେ ସେମାନଙ୍କୁ ବଧ ନ କରି ସେମାନଙ୍କ ଦେଶରୁ ବାହାରିଯିବା ନିମନ୍ତେ କହିଲେ। ଏଷ୍ଟର ବିବରଣ ପୁସ୍ତକରେ ଆମେ ଦେଖୁ ଯେ ହାମନ ଜିହୁଦୀମାନଙ୍କୁ ବଧ କରିବା ନିମନ୍ତେ ଚକ୍ରାନ୍ତ କରୁଥିଲେ, ମାତ୍ର ସେ ବିଫଳ ହେଲେ। ଏଠାରେ ମଧ୍ୟ ଆମେ ଦେଖୁଛୁ ଯେ ସେହି ଅଥଲିଆ ଦାଉଦଙ୍କ ବଂଶକୁ ଉଚ୍ଛିନ୍ନ କରିବା ନିମନ୍ତେ ଯୋଜନା କରି ତାହା ସାଧନ କଲା। ତେବେ ସେ ଯଦିଓ ଭାବୁଥିଲା ଯେ ସେ ଦାଉଦଙ୍କ ବଂଶକୁ ସମୂଳେ ଉଚ୍ଛିନ୍ନ କରିଅଛି, ମାତ୍ର ସେ ଜଣକୁ ବଧ କରିପାର ନଥିଲା। ଜଣେ ତାହା ହାତରୁ ବଞ୍ଚିଯାଇଥିଲା, ଯାହାକି ଆମେ ଏହାର ପରବର୍ତ୍ତୀ ଅଂଶରେ ଲକ୍ଷ୍ୟ କରିବାକୁ ପାରିବା। ଏହାପରେ 11 ପର୍ବର 2 ଓ 3 ପଦରେ ଆମେ ଦେଖୁ ଯେ ଯେଉଁ ପୁତ୍ରଟି ଅଥଲିଆର ହସ୍ତରୁ ବର୍ତ୍ତି ଯାଇଥିଲା ତାହାର ନାମ ଜୋୟାସ। ଅହସ୍ୟର ଭଗିନୀ ଜିହୋଶେବା ତାହାକୁ ରକ୍ଷା କରିଥିଲା। କିନ୍ତୁ ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଅହସ୍ୟଙ୍କର ମୃତ୍ୟୁ ପରେ ସେହି ଅଥଲିଆ ସିଂହାସନର ଅଧିକାରୀ ହେଲେ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଜିହୁଦା ଉପରେ ରାଜତ୍ୱ କଲେ। କିନ୍ତୁ ଏହି ସମୟ ମଧ୍ୟରେ ଏହି ଛୋଟ ବାଳକ ଜୋୟାସ ବୃଦ୍ଧି ପାଇବାକୁ ଲାଗିଲା। ତେଣୁ ଦେଖନ୍ତୁ ଏହାପରେ କ'ଣ ଘଟିବା ପାଇଁ ଯାଉଅଛି। 11 ପର୍ବର 4 ପଦରେ ଲେଖା ଅଛି, ଅନନ୍ତର 7ମ ବର୍ଷରେ ଜିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀ ବର୍ଗର ଶତପତିମାନଙ୍କୁ ଅଣାଇ ସଦାପ୍ରଭୁଙ୍କ ଗୃହକୁ ଆପଣା କତିକି ନେଲା। ଆଉ ସେ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ରଙ୍କୁ ଦେଖାଇଲା। ଦେଖନ୍ତୁ, ଯେତେବେଳେ ଜୋୟାସ 7 ବର୍ଷ ବୟସର ହୋଇଥିଲେ, ସେତେବେଳେ ଜିହୋୟାଦା ଲୋକ ପଠାଇ ଶାସକମାନଙ୍କୁ, ଶତପତିମାନଙ୍କୁ ଓ ପ୍ରହରୀମାନଙ୍କୁ ଡକାଇ ଆଣି ସଦାପ୍ରଭୁଙ୍କ ଗୃହକୁ ଆପଣା କତିକି ନେଲେ ଓ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ସେହି ରାଜପୁତ୍ର ଜୋୟାସଙ୍କୁ ଦେଖାଇଲେ। ଏତଦ୍ୱାରା ସେ ସେମାନଙ୍କୁ ଜଣାଇଦେଲେ ଯେ ରାଜାଙ୍କର ଏକ ପୁତ୍ର ଅଛି ଓ ଦାଉଦଙ୍କ ବଂଶରେ ସିଂହାସନର ଅଧିକାରୀ ହେବା ନିମନ୍ତେ ଏବେ ମଧ୍ୟ ପୁତ୍ର ସନ୍ତାନ ଅଛନ୍ତି। ତେଣୁ ସେମାନେ ଜୋୟାସଙ୍କ ବିଷୟ ଶୁଣିବା ମାତ୍ରେ ଆନନ୍ଦିତ ହେଲେ ଓ ସେମାନେ ଭରସାପ୍ରାପ୍ତ ହେଲେ। ଏହି ବିଷୟ ଶୁଣିବା ପରେ ସେମାନେ ଅଥଲିଆକୁ ସେହି ସିଂହାସନରୁ ହଟେଇ ଦେବାକୁ ଚେଷ୍ଟା କଲେ, କାରଣ ସେମାନେ ମଧ୍ୟ ସେହି ଅଥଲିଆର କାର୍ଯ୍ୟକଳାପ ନେଇ କ୍ଷୁବ୍ଧ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ କୌଣସି ଶାନ୍ତି ବା ଆନନ୍ଦ ନଥିଲା। ସେହି ଅଥଲିଆ ଅତି ଭୟଙ୍କର ନାରୀ ଥିଲା। 11 ପର୍ବର 5 ପଦରୁ 7 ପଦ ମଧ୍ୟରେ ଆମେ ଦେଖୁଛୁ, ସେହି ରାଜପୁତ୍ର ଜୋୟାସକୁ ସୁରକ୍ଷା ପ୍ରଦାନ କରିବାକୁ ଯାଇ ପ୍ରତ୍ୟେକ ଲୋକ ସଶସ୍ତ୍ର ସହିତ ସେହି ପୁତ୍ରକୁ ଘେରି ରହିଥିଲେ, ଯେପରି ସେହି ପୁତ୍ରକୁ କେହି ବଧ ନ କରିପାରନ୍ତି। କାରଣ ସେହି ଅଥଲିଆ ଯେପରି ସେହି ରାଜପୁତ୍ରକୁ ବଧ ନ କରେ, ଏଥିନିମନ୍ତେ ସେମାନେ ଏହିପରି ପଦକ୍ଷେପ ଗ୍ରହଣ କରିଥିଲେ। ଯଦିଓ ଜୋୟାସ ଅଥଲିଆଙ୍କର ନାତିପୁତ୍ର ଥିଲେ, ମାତ୍ର ତଥାପି ଅଥଲିଆ ତାହାଙ୍କୁ ନିଶ୍ଚିତ ଭାବେ ବଧ କରିଦେଇଥାନ୍ତେ, କାରଣ ସେ ସେହିପରି ନୃଶଂସ ପ୍ରକୃତିର ନାରୀ ଥିଲେ। ସେ ଇସେବଲଠାରୁ କୌଣସି ଗୁଣରେ କମ୍ ନଥିଲେ। ତାଙ୍କ ହୃଦୟରେ କୌଣସି ଦୟାମୟ ନଥିଲା।
ତେଣୁକରି ସେହି ରାଜପୁତ୍ର ଜୋୟାସ ଲୋକମାନଙ୍କ ସମ୍ମୁଖକୁ ଅଣାଯିବା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରାଯାଇଥିଲେ। ଏହାପରେ 11 ପର୍ବର 11-12 ପଦରେ ଆମେ ଦେଖୁ ଯେ ବାସ୍ତବରେ ଦକ୍ଷିଣ ରାଜ୍ୟ ନିମନ୍ତେ ଏହି ଦିନଟି ଏକ ମହାନ ଦିନ ଥିଲା, କାରଣ ସେମାନେ ଦାଉଦଙ୍କ ବଂଶ ମଧ୍ୟରୁ ଜଣେ ରାଜପୁତ୍ରଙ୍କୁ ରାଜପଦରେ ଅଭିଷେକ କରିବା ନିମନ୍ତେ ସୁଯୋଗ ପାଇଥିଲେ। ହଁ, ସେହି ସମୟର ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ଚିନ୍ତା କଲେ ଏହା ଯଦିଓ ସେତେ ଦୂର ଉତ୍ସାହଜନକ ବିଷୟ ନ ଥିଲା, ମାତ୍ର ଏହାର ପରବର୍ତ୍ତୀ ସମୟ ନିମନ୍ତେ ଏକ ଆନନ୍ଦ ତଥା ଉତ୍ସାହଜନକ ଥିଲା, ଯେହେତୁ ଦାଉଦ ବଂଶରୁ ସେମାନେ ଜଣେ ରାଜପୁତ୍ରଙ୍କୁ ପାଇପାରିଥିଲେ। ଏହାପରେ 11 ପର୍ବର 13 ପଦରେ ଆମେ ଦେଖୁ ଯେ ଏହି ଅଥଲିଆ ସେହି ରାଜାଙ୍କର ଅଭିଷେକ ଉତ୍ସବକୁ ଆମନ୍ତ୍ରିତ ହୋଇନଥିଲା, ମାତ୍ର ସେ ସେହି ସିଓନ ପର୍ବତ ଉପରେ ଦାଉଦଙ୍କ ରାଜପ୍ରାସାଦ ମଧ୍ୟରେ ରହିଥିଲା, ଯାହାକି ମନ୍ଦିର ଅଞ୍ଚଳର ନିକଟରେ ଥିଲା। ତେଣୁ ଯେତେବେଳେ ଏହି ଅଭିଷେକ ଉତ୍ସବର ଆନନ୍ଦର କୋଳାହଳ ଶବ୍ଦ ସେ ଶୁଣିବାକୁ ପାରିଲା, ସେତେବେଳେ ଅଥଲିଆ ତାହା ଦେଖିବା ନିମନ୍ତେ ସେହି ମନ୍ଦିର ଅଞ୍ଚଳକୁ ବାହାରିଗଲା। ସେ ସେହି କୋଳାହଳର ରବ ସମ୍ପର୍କରେ କିଛି ଜାଣିବା ନିମନ୍ତେ ଚାହିଁଲା। 11 ପର୍ବର 14 ପଦରେ ଆମେ ଦେଖୁ ଯେ ଲେଖା ଅଛି, ପୁଣି ସେ ଦୃଷ୍ଟିପାତ କରନ୍ତି, ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୁରୀ ବାଦକମାନେ ଅଛନ୍ତି। ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୁରୀ ବଜାଉଅଛନ୍ତି। ଏଥିରେ ଅଥଲିଆ ଆପଣା ବସ୍ତ୍ର ଚିରି ରାଜଦ୍ରୋହ ରାଜଦ୍ରୋହ ବୋଲି ଡାକ ପକାଇଲା। ଏହିପରି କହିବା ଦ୍ୱାରା ଅଥଲିଆ ବିଦ୍ରୋହ କରିବା ନିମନ୍ତେ ଚକ୍ରାନ୍ତ କରୁଥିଲା, କାରଣ ଜୋୟାସ ଯେପରି ରାଜା ନ ହୁଏ ଏହା ତାହାର ପ୍ରଧାନ ଲକ୍ଷ୍ୟ ଥିଲା। ଦେଖନ୍ତୁ ଆହୁରି କ'ଣ ସବୁ ଘଟିବା ପାଇଁ ଯାଉଅଛି। 11 ପର୍ବର 15-16 ପଦରେ ଆମେ ଦେଖୁ ଯେ ଅଥଲିଆ ବାହାରି ପଳାଇ ଯିବାକୁ ଚାହିଁଲା, କିନ୍ତୁ ତାହା ନିମନ୍ତେ ଉପଯୁକ୍ତ ବିଚାର କରି ନ୍ୟାୟ ଦେବାକୁ କେହି ନଥିଲେ, ଅର୍ଥାତ୍ ତାହାର ସପକ୍ଷରେ କୌଣସି ରାଜ୍ୟ ମଧ୍ୟ ଛିଡ଼ା ହେବାକୁ ନଥିଲେ। ତେବେ ସେମାନେ ତାହାର ହସ୍ତରୁ ରକ୍ଷା ପାଇବା ନିମନ୍ତେ ତାହାକୁ ବଧ କଲେ, ଯେପରି ସେ ସେହି ରାଜପୁତ୍ର ନିମନ୍ତେ କଣ୍ଟକ ସ୍ୱରୂପ ନ ହୁଏ। ତେଣୁ ଏହିପରି ଭାବେ ସେମାନେ ତାହାର ହସ୍ତରୁ ରକ୍ଷା ପାଇଲେ ଓ ଏହା ମଧ୍ୟ ଉଚିତ ଥିଲା। ତାହା ନ ହୋଇଥିଲେ ସେହି ରାଜପୁତ୍ରର ଜୀବନ ସଙ୍କଟାପନ୍ନ ହୋଇଥାନ୍ତା। ତେବେ ଅଥଲିଆକୁ ବଧ କରିବା ଦ୍ୱାରା ଦାକ୍ଷିଣାତ୍ୟ ରାଜ୍ୟ ମଧ୍ୟରୁ ସେହି କଳାମେଘ ବାଦଲ ଦୂରେଇଗଲା। ଏକ ନୂତନ ରାଜାଙ୍କର ଆଗମନ ହେଲା। କିନ୍ତୁ ପ୍ରକୃତରେ ସେହି ରାଜା ଏକ ଛୋଟ ବାଳକ ଥିବାରୁ ଓ ତାହାଙ୍କର ଅଭିଜ୍ଞତା ନଥିବାରୁ ତାହାଙ୍କ ତରଫରୁ ରାଜକାର୍ଯ୍ୟ ପରିଚାଳନା କରିବା ନିମନ୍ତେ ପରାମର୍ଶଦାତାମାନଙ୍କର ଆବଶ୍ୟକତା ଅନୁଭୂତ ହେଲା। ଓ ସେହି ପରାମର୍ଶଦାତାମାନଙ୍କ ମଧ୍ୟରେ ଜିହୋୟାଦା ହେଉଛନ୍ତି ଅନ୍ୟତମ, ଯିଏକି ଜୋୟାସଙ୍କୁ ସିଂହାସନରେ ବସାଇଥିଲେ ଓ ସେହି ଅଥଲିଆକୁ ବଧ କରାଇଥିଲେ। ଏହାପରେ 11 ପର୍ବର 17 ପଦରେ ଆମେ ଦେଖୁ ଯେ ଏହା ଥିଲା ଇସ୍ରାଏଲର ସଦାପ୍ରଭୁଙ୍କ ଆଡ଼କୁ ଫେରିବାର ସମୟ। ଜିହୋୟାଦା ଯାଜକ ସଦାପ୍ରଭୁଙ୍କର ଉପାସନା ଆଡ଼କୁ ଲୋକମାନଙ୍କର ମନକୁ ବର୍ତ୍ତମାନ ଫେରାଇ ଆଣିବା ନିମନ୍ତେ ଏକ ଚାଳନା ଦେଇ ତହିଁର ନେତୃତ୍ୱ ନେବାକୁ ଯାଉଅଛନ୍ତି, କାରଣ ସେହି ସମୟରେ ବାଲ୍ ଦେବତାର ପୂଜା ଉପାସନା ପ୍ରଭାବ ବିସ୍ତାର କରିଥିଲା। ଏପରିକି ଏହା ଜିହୁଦା ପର୍ଯ୍ୟନ୍ତ ମଧ୍ୟ ବ୍ୟାପି ଯାଇଥିଲା। ଲୋକମାନେ ଯଦିଓ ଇସ୍ରାଏଲର ସଦାପ୍ରଭୁଙ୍କର ଉପାସନା ପ୍ରଭୃତି କରୁଥିଲେ, ମାତ୍ର ସେମାନେ ମଧ୍ୟ ସେହି ସମୟରେ ବାଲ୍ ଦେବତାକୁ ପୂଜା କରୁଥିଲେ। ଏହାପରେ 11 ପର୍ବର 18 ପଦରେ ଏହିପରି ଲେଖା ଅଛି, ଏଉତାରେ ଦେଶର ସମଗ୍ର ଲୋକ ବାଲ୍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ। ସେମାନେ ତାହାର ଯଜ୍ଞବେଦୀ ଓ ତାହାର ପ୍ରତିମା ସବୁ ସମ୍ପୂର୍ଣ୍ଣ ରୂପେ ଚୂର୍ଣ୍ଣ କଲେ ଓ ଯଜ୍ଞବେଦୀମାନର ସମ୍ମୁଖରେ ବାଲ୍ର ଯାଜକ ମତନକୁ ବଧ କଲେ। ପୁଣି ଯାଜକ ସଦାପ୍ରଭୁଙ୍କ ଗୃହରେ କର୍ମଚାରୀମାନଙ୍କୁ ନିଯୁକ୍ତ କଲା। ବାସ୍ତବରେ ଏହା ହିଁ ଥିଲା ଏକ ମହାନ ଆତ୍ମିକ ଆନ୍ଦୋଳନ, ଏକ ବାସ୍ତବ ଉଦ୍ଦୀପନା, ଯାହାକି ଇସ୍ରାଏଲର ଈଶ୍ୱର କୈନ୍ଦ୍ରିକ ଥିଲା। ଲୋକମାନେ ବାଲ୍ ଦେବତାର ପୂଜା ନ କରି ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କର ପୂଜା କରିବାକୁ ଲାଗିଲେ। ସେମାନେ ସର୍ବାନ୍ତକରଣ ସହିତ ଈଶ୍ୱରଙ୍କ ପ୍ରତି ଫେରିଲେ ଓ ଇସ୍ରାଏଲର ଈଶ୍ୱରଙ୍କୁ ଗୌରବ ଦେଲେ। ମାତ୍ର ବାଲ୍ ମନ୍ଦିରକୁ ଯାଇ ସେହି ମନ୍ଦିରକୁ ତହିଁର ଯଜ୍ଞବେଦୀ ସକଳକୁ ଓ ପ୍ରତିମା ସବୁକୁ ଭଗ୍ନ କରି ଚୂର୍ଣ୍ଣ କଲେ। ଈଶ୍ୱର ତାହା ହିଁ ସେମାନଙ୍କ ଜୀବନରୁ ଆଶା କରୁଥିଲେ। ଏହା ମଧ୍ୟ ବାସ୍ତବ ମନ ପରିବର୍ତ୍ତନ ଥିଲା। ଏହାପରେ 11 ପର୍ବର 19-21 ପଦ ମଧ୍ୟରେ ଲେଖା ଅଛି, ପୁଣି ସେ ଶତପତିମାନଙ୍କୁ ଓ କରିୟମାନଙ୍କୁ ଓ ପ୍ରହରୀବର୍ଗକୁ ଓ ଦେଶର ସମଗ୍ର ଲୋକଙ୍କୁ ନେଲା। ତେଣୁ ସେମାନେ ସଦାପ୍ରଭୁଙ୍କ ଗୃହରୁ ରାଜାଙ୍କୁ ଆଣି ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ଏଥିରେ ସେ ରାଜସିଂହାସନରେ ଉପବିଷ୍ଟ ହେଲେ। ଏହି ରୂପେ ଦେଶର ସମୁଦାୟ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା। ଆଉ ସେମାନେ ରାଜଗୃହ ନିକଟରେ ଅଥଲିଆକୁ ଖଡ୍ଗରେ ବଧ କଲେ। ଜୋୟାସ 7 ବର୍ଷ ବୟସରେ ରାଜ୍ୟ କରିବାକୁ ଆରମ୍ଭ କଲେ। ପ୍ରକୃତରେ ଏହା ଏକ ମହାନ ଆନନ୍ଦର ବିଷୟ ଥିଲା ଯେ ସେମାନେ ଦାଉଦଙ୍କ ବଂଶ ମଧ୍ୟରୁ ଜଣେ ରାଜାଙ୍କୁ ପାଇପାରିଲେ।
ସେହି ଦୁଷ୍ଟା ସ୍ତ୍ରୀ ହସ୍ତରୁ ଉଦ୍ଧାର ପାଇଲେ ଓ ସେହି ବାଲର ପୂଜା ଉପାସନା ସେହି ଦେଶ ମଧ୍ୟରୁ ଦୂର ହୋଇଗଲା। ସେମାନେ ବର୍ତ୍ତମାନ ସବୁ ବିପଦରୁ ମୁକ୍ତ। ସେମାନଙ୍କର ଆନନ୍ଦର ସୀମା ମଧ୍ୟ ନାହିଁ। ସେମାନେ ସେମାନଙ୍କର ମନ ମୁତାବକ ଏକ ରାଜା ପାଇପାରିଛନ୍ତି। ସେମାନଙ୍କର ଅନେକ ଦିନର ଆଶା ପୂରଣ ହୋଇଛି। ବାସ୍ତବରେ ମନୁଷ୍ୟ ଯେତେବେଳେ ଈଶ୍ୱରଙ୍କ ପ୍ରତି ଫେରେ, ସେତେବେଳେ ଈଶ୍ୱର ତାହାର ସପକ୍ଷ ହୋଇଥାନ୍ତି। ଜୋୟାସ ଯଦିଓ ଜଣେ 7 ବର୍ଷର ବାଳକ ଥିଲେ, ମାତ୍ର ଈଶ୍ୱର ତାହାଙ୍କୁ ରାଜା ରୂପେ ମନୋନୀତ କଲେ। ସେ ଜିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ। ତେବେ ଏହି ଜୋୟାସ କିପରି ରାଜତ୍ୱ କଲେ ତାହା ଆମେ 12 ପର୍ବରେ ଅଧ୍ୟୟନ କରିବାକୁ ଯିବା। କିନ୍ତୁ ଏଠାରେ ଆମେ ଦେଖୁ ଯେ ଇସ୍ରାଏଲ ଲୋକମାନଙ୍କ ଜୀବନରେ ଏକ ବାସ୍ତବ ମନ ପରିବର୍ତ୍ତନ। ସେମାନେ ଈଶ୍ୱରଙ୍କ ପ୍ରତି ଫେରିଲେ ଓ କେବଳ ଈଶ୍ୱରଙ୍କର ସେବା ପୂଜା ଆରାଧନା କଲେ। ସେମାନେ ସେହି ବାଲ ଦେବତାଠାରୁ ବିମୁଖ ହେଲେ। ଫଳତଃ ସେମାନେ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହେଲେ। ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ଆମମାନଙ୍କ ଜୀବନରେ ବାସ୍ତବ ପରିବର୍ତ୍ତନ ନାହିଁ, ସେ ପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୋଇପାରିବା ନାହିଁ କି ଶାନ୍ତିରେ ଜୀବନ ଅତିବାହିତ କରିପାରିବା ନାହିଁ। ଜିହୋୟାଦା ଯେଉଁ ପଦକ୍ଷେପ ନେଇଥିଲେ ଓ ଯେଉଁ ମହାନ ଆତ୍ମିକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ, ତାହା ଈଶ୍ୱରଙ୍କର ମହତ୍ ଅଭିମତକୁ ସଫଳ କରିପାରିଥିଲା। ହଁ, ଯେଉଁମାନେ ଈଶ୍ୱରଙ୍କ ସପକ୍ଷରେ ଛିଡ଼ା ହୁଅନ୍ତି, ଈଶ୍ୱର ମଧ୍ୟ ସେମାନଙ୍କ ସପକ୍ଷରେ ରହି ସମସ୍ତ କାର୍ଯ୍ୟ ସାଧନ କରନ୍ତି। ତେଣୁ ଆସୁ ଈଶ୍ୱରଙ୍କ ନିମନ୍ତେ ଏକ ଦୃଢ଼ ପଦକ୍ଷେପ ନେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ଭଲ ଲାଗିଛି ଏବଂ ଅନେକ କିଛି ବିଷୟ ଶିଖିବା ପାଇଁ ଆପଣ ଜାଣିବାକୁ ପାରିଲେ, ଶିଖିପାରିଲେ, ଆଶୀର୍ବାଦ ପ୍ରାପ୍ତ ହେଲେ। ଆମେ ଜେହୁଙ୍କ ରାଜତ୍ୱ ସମ୍ପର୍କରେ ଆଜି ଆଲୋଚନା କରିଛୁ। ଜେହୁ ଯଦିଓ ଉଚ୍ଚସ୍ଥଳୀ ସବୁ ଭାଙ୍ଗି ପକାଇଲେ, ଆହାବ ରାଜାଙ୍କ ବଂଶର ସମସ୍ତଙ୍କୁ ବଦ୍ଧ କରି ଈଶ୍ୱରଙ୍କର ଇଚ୍ଛା ସାଧନ କଲେ, କିନ୍ତୁ ତାଙ୍କ ମରଣକାଳ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଉଚ୍ଚସ୍ଥଳୀ ସବୁ ରହିଥିଲା। ପରମେଶ୍ୱର ଆମଠାରୁ ସମ୍ପୂର୍ଣ୍ଣ ଆଜ୍ଞାବହତା ଆଶା କରନ୍ତି। ସେ ଅନେକ ଉତ୍ତମ କାର୍ଯ୍ୟ କଲେ ସତ, କିନ୍ତୁ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ବାକ୍ୟ ଅନୁସାରେ ଜୀବନ କାଟିବାକୁ ପାରିଲେ ନାହିଁ। ଆମେ ଜାଣୁ ଯେ ଜେହୁଙ୍କର ମୃତ୍ୟୁ ପରେ କିଛି ବର୍ଷ ଅଥଲିଆ ରାଜ୍ୟ କଲେ। ଈଶ୍ୱର ଯେତେବେଳେ ପ୍ରଭୁଙ୍କର କାର୍ଯ୍ୟ କରିବା ପାଇଁ ଆମମାନଙ୍କୁ ସୁଯୋଗ ଦେଉଛନ୍ତି, ଆମେ କ'ଣ ତାହାର ସଦ୍ବ୍ୟବହାର କରୁଛୁ କି? ସେ ଅନୁସାରେ କାର୍ଯ୍ୟ କରୁଛୁ କି? ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଜୀବନ କାଟୁଛୁ କି? ତେବେ ଆଜି ତ ଆମମାନଙ୍କର ସମୟ ଶେଷ ହୋଇ ଆସିଛି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଥରେ ଆପଣଙ୍କ ସହିତ ସାକ୍ଷାତ ହେବ। ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପ୍ରାର୍ଥନା କରିବା। ପ୍ରଭୁ, ଯେଉଁ କାର୍ଯ୍ୟଭାର ତୁମେ ଆମମାନଙ୍କୁ ଦେଇଥାଅ, ତାହା ସମ୍ପୂର୍ଣ୍ଣ ହୃଦୟରେ ବିଶ୍ୱସ୍ତ ଭାବରେ ସମ୍ପୂର୍ଣ୍ଣ ରୂପେ କରିବା ପାଇଁ ଆମମାନଙ୍କୁ ମଧ୍ୟ ବଳ, ଶକ୍ତି ଏବଂ ସହାୟତା ଦିଅ। ତୁମେ ଆମମାନଙ୍କୁ ଅନୁଗ୍ରହ କର, ଯେପରି ତୁମର ଇଚ୍ଛା ଅଭିମତକୁ, ତୁମର ବାକ୍ୟକୁ ଆମମାନେ ଜୀବନରେ ପ୍ରଥମ ସ୍ଥାନ ଦେବୁ। ତୁମର ଆଜ୍ଞାବହତା ଆମମାନଙ୍କୁ ଶିଖାଅ ବୋଲି ପ୍ରାର୍ଥନା କରୁଛୁ। ଏ ସମସ୍ତ ନିବେଦନ ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତର ହେଲା ସି କୁକୁର। ଆଜିର ପ୍ରଶ୍ନଟି ହେଲା ଅହସ୍ୟଙ୍କର ମାତାଙ୍କ ନାମ କ'ଣ? ଏ ଇସାବେଲ, ବି ରୁତ, ସି ଅଥଲିଆ, ଡି ଏଲିଜାବେଥ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা আমକୁ জଣାইବାକୁ অনুরোধ। যদি আপনার আম কার্যক্রম ভাল লাগুচি তেবে 044490812996 রে মিসড কল দেই বিজয় হয়ে পারিবে। গত সপ্তাহর বিজয় দর্শক বন্ধু হেলে কন্ধমালরু রাজকিশোর নায়ক ও পরিবার।